ଥରେ ଭଗବାନ ଶ୍ରୀକୃଷ୍ଣ କହିଲେ, ମୁଁ ଭଗବାନ ହୋଇ ମଧ୍ୟ ମୋ ଭାଗ୍ୟ ବଦଳାଇ ପାରିଲି ନାହିଁ। ମୀରା ଚାହୁଁଥିଲେ ମୋତେ, ମୁଁ ଚାହୁଁଥିଲି ରାଧାକୁ, କିନ୍ତୁ ମୁଁ ହୋଇଗଲି ରୁକ୍ମିଣୀର। ତେଣୁ ଯିଏ ଯାହା ଭାଗ୍ୟରେ ଅଛି ତାକୁ କେହି ବଦଳେଇ ପାରିବେ ନାହିଁ। ଯେଉଁଠି ଜିତିବା ହାରିବା ଥାଏ ତାକୁ ପ୍ରେମ କୁହାଯାଏ ନାହିଁ। ଯେଉଁଠି ଗର୍ବ ଅହଙ୍କାର ଥାଏ ତାକୁ ବି ପ୍ରେମ କୁହାଯାଏ ନାହିଁ। ପ୍ରେମ ତ ତାକୁ କୁହାଯାଏ ଯେଉଁଠି ପାଇବାର ସମ୍ଭାବନା ନଥାଏ ତଥାପି ଅପେକ୍ଷା କରାଯାଏ। ପୂର୍ବରୁ ଘର କବାଟ ବାହାରେ ଲେଖା ହେଉଥିଲା ଅତିଥି ଦେବ ଭବ, ତାପରେ ଲେଖା ହେଲା ଶୁଭ ଲାଭ, ଆଉ ବର୍ତ୍ତମାନ ଲେଖା ହେଉଛି କୁକୁର ପ୍ରତି ସାବଧାନ। ଟିକେ ଭାବନ୍ତୁ ଆମେ କେଉଁ ପ୍ରକାର ଉନ୍ନତି କରୁଛେ। ଥରେ ଜୀବନକୁ ମୃତ୍ୟୁ ଡାକି ପଚାରିଲା, ସମସ୍ତେ ତ ତୋତେ ଭଲ ପାଆନ୍ତି, ହେଲେ ମୋତେ କାହିଁକି ଘୃଣା କରନ୍ତି? ଜୀବନ ଉତ୍ତର ଦେଲା, କାରଣ ମୁଁ ଗୋଟିଏ ସୁନ୍ଦର ମିଥ୍ୟା, ଆଉ ତୁ ଏକ ଯନ୍ତ୍ରଣାଦାୟକ ସତ୍ୟ।